What a great God we have. ବାସ୍ତବିକ ଆମମାନଙ୍କର ଜୀବନରେ ଆମମାନଙ୍କର ଏକମାତ୍ର ପ୍ରଭୁ ଯିଏକି ମହାନ ପରମେଶ୍ୱର ବାସ୍ତବିକ ପ୍ରକୃତରେ ପ୍ରଭୁଙ୍କୁ ଆମେ ପାଇଅଛୁ ପରିଚୟ ପ୍ରାପ୍ତ ହୋଇଅଛୁ ଏକ ମହାନ ପରମେଶ୍ୱର ଭାବେ ଆମେ ଯଦ୍ୟପି ଅତି ନଗଣ୍ୟ ହୀନ ଘୃଣ୍ୟ ତଥାପି ଆମମାନଙ୍କୁ ଯେଉଁ ପ୍ରଭୁ ଆପଣା ପରିଚୟ ଦେଇଅଛନ୍ତି ସେ କେଡ଼େ ମହାନ କାହିଁକି ଆମମାନଙ୍କ ପ୍ରତିଟି ଅବସ୍ଥାରେ ସେ ଆମମାନଙ୍କୁ ଛାଡ଼ି ଦେଉନାହାନ୍ତି ଆମମାନଙ୍କର ପ୍ରତିଟି କ୍ଷଣ ପ୍ରତିଟି ପରିସ୍ଥିତିରେ ସେ ଆମମାନଙ୍କର ସଙ୍ଗରେ ଅଛନ୍ତି ଆମମାନଙ୍କୁ ସେ ନିରାଶ ହେବା ପାଇଁ ଦେଉନାହାନ୍ତି ଆଉ ଆମମାନଙ୍କର ପରମେଶ୍ୱର ଆମମାନଙ୍କ ସହିତ ରହୁଥିବା ଇମାନୁଆଲ ହୋଇ ଆମମାନଙ୍କୁ ସେ ବଳହୀନ ସମୟରେ ସବଳ କରୁଅଛନ୍ତି ଆମମାନଙ୍କୁ ସେ ସାହାଯ୍ୟ କରୁଛନ୍ତି ଆଉ ଆମମାନଙ୍କୁ ତାଙ୍କର ଦକ୍ଷିଣ ହସ୍ତରେ ଧରି ଆମମାନଙ୍କୁ କଢ଼ାଇ ନିଅନ୍ତି ତେଣୁକରି ଆମେ ସେଇ ତାଙ୍କର ଜୀବନ୍ତ ଭରସାଦାୟକ ବାକ୍ୟକୁ ସ୍ମରଣ କରିପାରିବା ଯାହାକି ଅତି ସୁପରିଚିତ ଅଂଶ ତାହା ହେଉଛି ଯେଶାୟା 41 ତାର 10 ପଦ ସେଠାରେ ସେ କହନ୍ତି ତୁମ୍ଭେ ଭୟ କର ନାହିଁ କାରଣ ଆମ୍ଭେ ତୁମ ସଙ୍ଗରେ ଅଛୁ ନିରାଶ ହୁଅ ନାହିଁ କାରଣ ଆମ୍ଭେ ତୁମର ପରମେଶ୍ୱର ଆମ୍ଭେ ତୁମକୁ ସବଳ କରିବା ହଁ ଆମ୍ଭେ ତୁମ୍ଭର ସାହାଯ୍ୟ କରିବା ହଁ ଆମ୍ଭେ ଆପଣା ଧର୍ମ ସ୍ୱରୂପ ଦକ୍ଷିଣ ହସ୍ତରେ ତୁମକୁ ଧରି ରଖିବା ପ୍ରଭୁ ଆମମାନଙ୍କୁ ଏହି ବାକ୍ୟ ସମୂହ ଦେଇ ସେ ଆମମାନଙ୍କୁ ଅତି ଆଶ୍ଚର୍ଯ୍ୟ ଭାବେ କଢ଼ାଇ ନେଉଅଛନ୍ତି ତାହାଙ୍କର ସେହି ବାକ୍ୟର ସତ୍ୟତା ଏବଂ ଭରସା ଏତେ ପ୍ରେରଣାଦାୟକ ଉତ୍ସାହଦାୟକ ହୋଇଥାଏ ଯେ ଆମମାନେ ଯେକୌଣସି ଅବସ୍ଥାରେ ଥିଲେ ବି ପ୍ରଭୁ ଆମମାନଙ୍କୁ ଶକ୍ତି ସାମର୍ଥ୍ୟ ପ୍ରଦାନ କରିଅଛନ୍ତି ପ୍ରଦାନ କରିଥାନ୍ତି ଆଉ ପ୍ରଦାନ କରୁଅଛନ୍ତି ତେଣୁକରି ଅନେକ ବାକ୍ୟ ସମୂହ ସ୍ମରଣରେ ଆସେ ଯେତେବେଳେ କି ସେ ଆମମାନଙ୍କୁ କହିଥାନ୍ତି ସେ କହନ୍ତି ଆମ୍ଭେ ତୁମକୁ କେବେ ହିଁ ଛାଡ଼ିବା ନାହିଁ କିଏ ବା ଆମ୍ଭେ ତୁମକୁ ପରିତ୍ୟାଗ କରିବା ନାହିଁ ଏହି ସମ୍ବନ୍ଧୀୟ ସତ୍ୟତା ଏହି ବିଷୟ ଗୁଡ଼ାକ କି ଆଶ୍ଚର୍ଯ୍ୟ ଲାଗେ ପ୍ରଭୁ ତାଙ୍କର ବାକ୍ୟରେ ଆମମାନଙ୍କୁ ସେ ଉତ୍ସାହ ପ୍ରଦାନ କରନ୍ତି ଆଉ ଆମମାନଙ୍କୁ ସେଇ ବାକ୍ୟ ଦ୍ୱାରା ବଳ ଦେଇ ଆମମାନଙ୍କୁ ଭରସା ଦେଇ ଆମମାନଙ୍କୁ ଅତି ଆଶ୍ଚର୍ଯ୍ୟ ଭାବେ ସବୁ ପରିସ୍ଥିତିରେ କଢ଼ାଇ ନେଇଥାନ୍ତି ହଁ ଯଦ୍ୟପି ସେ ଦୁଃଖ ଘଟାନ୍ତି ତଥାପି ଆପଣାର ଅପାର ଦୟା ଅନୁସାରେ ସେ କରୁଣା କରିବେ କାରଣ ସେ ମନୁଷ୍ୟ ସନ୍ତାନଗଣକୁ ସ୍ୱେଚ୍ଛାରେ କ୍ଲେଶ କିଏ ବା ଦୁଃଖ ଦିଅନ୍ତି ନାହିଁ ଆମେ ବିଳାପ 3 ଅଧ୍ୟାୟ ତାର 32 ପଦ 33 ପଦ ପାଠ କଲେ ଏ ବିଷୟ ଜାଣିପାରିବା ହଁ ପ୍ରିୟମାନେ ଆମମାନଙ୍କୁ ସେ କେବେ ବି ଛାଡ଼ିବେ ନାହିଁ ଦୁଃଖ ଅବସ୍ଥାରେ କ୍ଲେଶ ଅବସ୍ଥାରେ ବିଭିନ୍ନ ପରିସ୍ଥିତିରେ ତାହାଙ୍କର ଅପାର ଦୟାରେ ସେ ଆମମାନଙ୍କୁ କରୁଣା କରିବା ପରମେଶ୍ୱର ତେଣୁକରି ସେହି ପରମେଶ୍ୱରଙ୍କୁ ଆମେ ବିଶ୍ୱାସ କରୁଅଛୁ ସେହି ପରମେଶ୍ୱର ଆମମାନଙ୍କର ଅତି ନିକଟତର ପରମେଶ୍ୱର ଦୁର୍ଦ୍ଦଶା କାଳରେ ସେ ଆମମାନଙ୍କର ନିକଟତର ସେ ଆମମାନଙ୍କୁ ବଳ ଦେବା ପରମେଶ୍ୱର ଆଉ ଆମମାନଙ୍କୁ ସେ କେବେ ବି ନ ଛାଡ଼ିବା ପରମେଶ୍ୱର ତେଣୁକରି ପ୍ରଭୁଙ୍କୁ ଧନ୍ୟବାଦ ଦେବା ଯେ ଏହି ବାକ୍ୟ ସମୂହ ଆମମାନଙ୍କୁ ଆଜି ଉତ୍ସାହ ପ୍ରେରଣା ଦେଇ ଆମମାନଙ୍କୁ କଢ଼ାଇ ନେଇଛି ପ୍ରଭୁ ଯୀଶୁ ଖ୍ରୀଷ୍ଟ ହିଁ ଆମମାନଙ୍କର ଆଶା ଭରସା ପ୍ରଭୁ ଯୀଶୁ ଖ୍ରୀଷ୍ଟ ଯଦି ଯେଉଁ ଜୀବନରେ ନାହାନ୍ତି ବା ଯେଉଁ ମନୁଷ୍ୟ ବା ବ୍ୟକ୍ତିଙ୍କ ହୃଦୟରେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ନାହାନ୍ତି ଯେଉଁମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ବିଶ୍ୱାସ କରିନାହାନ୍ତି ତାହେଲେ ସେମାନଙ୍କ ନିକଟରେ ଏହି ଜୀବନ୍ତ ଭରସା ନାହିଁ ଆଉ ସେମାନଙ୍କ ନିମନ୍ତେ ଏହି ଆଶା କିମ୍ବା ଏହି ସତ୍ୟତା ବି ନାହିଁ କାରଣ ସେମାନେ ଅନେକ ସମୟରେ ଅନେକ ପ୍ରକାର ଭାବରେ ଯେତେବେଳେ ଗତି କରିଥାନ୍ତି ଦୁଃଖ କଷ୍ଟ ସମସ୍ୟା ସେ ସମୟରେ ବଳହୀନ ଭରସାହୀନ ହୋଇଯାଆନ୍ତି କିନ୍ତୁ ଯେଉଁମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ନିଜର କରିଅଛନ୍ତି ସେମାନଙ୍କ ଜୀବନରେ ପ୍ରଭୁ
ତାହାଙ୍କର ଶକ୍ତି ସାମର୍ଥ୍ୟ ଭରସା ଦେଇ ଯେକୌଣସି ପରିସ୍ଥିତିରେ ବି ମୁକାବିଲା କରିବା ନିମନ୍ତେ ଶକ୍ତି ସାମର୍ଥ୍ୟ ଯୋଗାଇଥାନ୍ତି। ତେଣୁକରି ପ୍ରଭୁ ଯୀଶୁଖ୍ରୀଷ୍ଟ ହିଁ ଏକମାତ୍ର ଉଦ୍ଧାରକର୍ତ୍ତା ପରମେଶ୍ୱର। ପ୍ରଭୁ ଯୀଶୁଖ୍ରୀଷ୍ଟ ହିଁ ଏକମାତ୍ର ସୃଷ୍ଟିକର୍ତ୍ତା ଆଉ କ୍ଷମାକାରୀ ପରମେଶ୍ୱର, ଶାନ୍ତିଦାତା ପରମେଶ୍ୱର। ତାହାଙ୍କ ଛଡ଼ା ଏ ଜଗତର ଆଉ କେହି ନାହାନ୍ତି। ତେଣୁକରି ପ୍ରିୟମାନେ, ଯଦି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଏପର୍ଯ୍ୟନ୍ତ ନିଜର ବ୍ୟକ୍ତିଗତ ତ୍ରାଣକର୍ତ୍ତା ଉଦ୍ଧାରକର୍ତ୍ତା ବୋଲି ବିଶ୍ୱାସ କରିନାହାନ୍ତି, ତାହେଲେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ବିଶ୍ୱାସ କରନ୍ତୁ ନିଜର ପ୍ରଭୁ ବୋଲି। ଅବିଶ୍ୱାସ କରନ୍ତୁ ଯେ ସେ ଏ ସମଗ୍ର ମାନବ ଜାତି ପାଇଁ ନିଜ ଜୀବନ ଦେଇଥିଲେ। ଆସି ନର ରୂପ ଧରି ସାଜି ଦାସ ରୂପ ଧାରଣ କରି ଆପଣଙ୍କୁ ଶୂନ୍ୟ କରି ଏ ମର୍ତ୍ତ୍ୟ ଜଗତରେ ସେ ଆପଣ ଜୀବନ ଦେଇଥିଲେ। ମରିକି 3 ଦିନ ପରେ ଉଠିଥିଲେ। ସେ ମୃତ୍ୟୁଞ୍ଜୟ ପରମେଶ୍ୱର ଏହି ଜଗତରେ ଥିବା ସମୟରେ ନିଷ୍ପାପ ଜୀବନ କାଟିଥିଲେ। ଆଉ ଅନେକ ଆଶ୍ଚର୍ଯ୍ୟ କର୍ମ କରି ଅନେକ ଆଶ୍ଚର୍ଯ୍ୟ କର୍ମ ଏଭଳିକି ମୃତମାନଙ୍କୁ ସେ ବଞ୍ଚାଇଥିଲେ, ରୋଗୀମାନଙ୍କୁ ସୁସ୍ଥ କରିଥିଲେ। ଆଉ ଅନେକ ଆଶ୍ଚର୍ଯ୍ୟ କର୍ମ, ପାଣି ଉପରେ ମଧ୍ୟ ସେ ଚାଲିଥିଲେ, ନିଜେ ମୃତ୍ୟୁବରଣ କରି ଉଠିଥିଲେ। ଆଉ ସ୍ୱର୍ଗରେ ସେ ସ୍ୱର୍ଗାରୋହଣ କରି ଏବେ ପର୍ଯ୍ୟନ୍ତ ସେ ଆମମାନଙ୍କୁ କ୍ଷମା ଦେଇ ଆମମାନଙ୍କୁ ତାଙ୍କର କରିବା ପାଇଁ ସେ ସବୁବେଳେ ଆମମାନଙ୍କୁ ଆହ୍ୱାନ କରୁଛନ୍ତି। ହେ ପରିଶ୍ରାନ୍ତ ଭାରଗ୍ରସ୍ତ ଲୋକ ସମସ୍ତେ ମୋ ନିକଟକୁ ଆସ ବୋଲି। ଯେଉଁମାନେ ଏହି ରବ ଶୁଣି ତାହାଙ୍କ ନିକଟକୁ ଯାଉଛନ୍ତି ବା ତାହାଙ୍କୁ ବିଶ୍ୱାସ କରୁଛନ୍ତି, ସେମାନଙ୍କୁ ସେ ସବୁଦିନ ପାଇଁ ଅନନ୍ତ ଜୀବନର ଅଧିକାରୀ କରୁଛନ୍ତି। ଆଉ ତାହାଙ୍କର କରି ଏ ମନ୍ଦ ଜଗତରେ ମଧ୍ୟ ସମ୍ଭାଳୁଛନ୍ତି ତାହାଙ୍କର ଜୀବନ୍ତ ବାକ୍ୟ ଦ୍ୱାରା, ଶକ୍ତି ଦ୍ୱାରା। ପ୍ରିୟମାନେ, ଯଦି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଜାଣିନାହାନ୍ତି, ବିଶ୍ୱାସ କରୁନାହାନ୍ତି, ତାହେଲେ ବିଶ୍ୱାସ କରନ୍ତୁ। ଏହି ଅଳ୍ପ ସମୟର ଏହି ଯେଉଁ ଚିନ୍ତା ଆଉ ସତ୍ୟତା କେମିତି ଲାଗିଲା? ଯଦି ଭଲ ଲାଗିଲା ତାହେଲେ ଲାଇକ୍ କରନ୍ତୁ, ପୁଣି ଅନ୍ୟମାନଙ୍କୁ ସେୟାର କରନ୍ତୁ। ଆଉ ଅନେକଙ୍କର ଉଦ୍ଧାରର କାରଣ ହୋଇ ଆଗକୁ ବଢ଼ନ୍ତୁ। ପ୍ରଭୁ ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ।